ଶରତ କହିଦେଇଛି ଏକାଥରେ ଆଉ ଯଦି କିଛି ବାକି ଥିଲା ସେ ଇତି କହିଦେଇଛି ଆଉ ବହୁତ ଭଲ ଭାବରେ ଏମିତି ଉପସଂହାର ଦିଆଯାଏ ଛନ୍ଦା କରିଦେଇଛି ତ କହିବାକୁ କିଛି ବାକି ନାହିଁ। ଦୁଇଟା କବିତା ବିଷୟରେ ଦୁଇଟା କଥା ଯେଉଁଟା ମୋ ମନ ଭିତରକୁ ଆସୁଛି ସେୟାର ଯାଏ। ଗୋଟେ ହେଲା କବିତା ଗୋଟେ ଏମିତି ଲେଖିବାର ଜିନିଷ ଯୋଉଟା ଥରେ ନୁହେଁ ଦୁଇଥର ନୁହେଁ 3 ଥରରେ ଲେଖା ହୁଏ। କୌଣସି ଗୋଟେ କବିତା ଶୁଦ୍ଧ ଉତ୍ତେଜନା ହୋଇ ବାହାରିବା ପାଇଁ 3 ଥର ଲେଖକ ପ୍ରଚେଷ୍ଟା କରେ। ଯେତେବେଳେ ତା ମୁଣ୍ଡକୁ ସେଟା ପ୍ରଥମେ ଆସେ ସେଟାକୁ ଲେଖେ, ଲେଖି ସାରିଲା ପରେ ପରେ ଯେତେବେଳେ ସେ ଆଉ ଥରେ ତାକୁ ପଢ଼େ ସେତେବେଳେ କବିତା ଦ୍ୱିତୀୟ ଥର ଲେଖା ହୁଏ ଏବଂ ଯାହା ସେ ପ୍ରଥମ ଥର ଲେଖିଥାଏ ସେଥିରୁ ଅଧା ଉଡ଼ି ଯାଇଥାଏ, ଅଧା କଟି ଯାଇଥାଏ, କେତେ କେତେ ଜାଗାରେ ସେ ତାକୁ ବଦଳିବା ପାଇଁ ଚାହେଁ, କେତେବେଳେ ସମ୍ପୂର୍ଣ୍ଣ ଅଲଗା କବିତା ହେଇଯାଏ। ଆଉ ଯେଉଁମାନେ ରବୀନ୍ଦ୍ରନାଥଙ୍କ କବିତାର ହସ୍ତାକ୍ଷର ଦେଖିଛନ୍ତି, ରବୀନ୍ଦ୍ରନାଥ ଏତେ ରକମର କରେକ୍ସନ୍ କରୁଥିଲେ ତାଙ୍କ କବିତାରେ ଯେ ଆଉ କରେକ୍ସନ୍ କଲାପରେ ଖାଲି ଛାଡ଼ି ଦେଉନଥିଲେ, ଯାହାକୁ ଡୁଡଲିଂ କହନ୍ତି, ମାନେ ସେଇ ଯେଉଁ କଲର ପେନସିଲ୍ ଲେଖୁଥିଲେ ତାକୁ ତା ଚାରିପଟେ ବୁଲେଇ 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 ଗୋଟେ ଛବି ଆଙ୍କି ଦେଉଥିଲେ। କେତେବେଳେ ଚନ୍ଦ୍ର ତାରାଙ୍କ ଛବି, କେତେବେଳେ କୌଣସି ଝିଅର ମୁକ୍ତ କୁଣ୍ଡଳର ଛବି। ସେ ଛବିଟା ବାହାରୁଥିଲା ତାଙ୍କ କରେକ୍ସନ୍କୁ କାଟିକିରି ତା ଉପରେ କାଳିରେ ତାକୁ କ'ଣ କୁହାଯାଇପାରିବ ରଙ୍ଗତ କରୁନଥିଲେ, ଯାହାକୁ ଇଂରାଜୀରେ କୁହନ୍ତି ଡୁଡଲିଂ। କଲାବେଳକୁ ବେଳେବେଳେ କବିତାରେ ଏମିତି ବସା ହୁଏ। କବି ଦ୍ୱିତୀୟ ଥର ପଢ଼ିଲା ବେଳକୁ ସେଟା କବିତାର ହେଲା ଦ୍ୱିତୀୟ ଥର କବିତା ଲେଖା। ଆଉ ତୃତୀୟ ଥରଟା କେତେବେଳେ ଲେଖା ହୁଏ? ଯେତେବେଳେ ଆପଣ ନାମ ପଢ଼ନ୍ତୁ, ଆମମାନେ ପଢ଼ୁ, ପାଠକ ଯିଏ ଯେତେବେଳେ ପଢ଼େ ସେତେବେଳେ ସେ କବିତା ସାଙ୍ଗେ ସହମତ ହୁଏ, ନ ହୁଏ, ନ ହେଇ ପାରେ, ନ ହେଇପାରିଲେ ତା ଭିତରେ ସେ କବିତା ସମ୍ପର୍କରେ ଗୋଟେ ଭାବନା ଆସେ, ଯେଉଁ ଭାବନା ସେ କବିତାଟାକୁ କମ୍ପ୍ଲିଟ୍ କରେ। ମାନେ ମଣିଷର ନିଜସ୍ୱ ଭାବନା ଏମିତି ହେଇପାରେ ଯେ ସେ ରମାକାନ୍ତ ରଥଙ୍କ କବିତାକୁ ବି ଶୁଦ୍ଧ କରିବାକୁ ଚେଷ୍ଟା କରେ, କାରଣ ପାଠକ ସାର୍ବଭୌମ୍ୟ ତା ହାତରେ ଅଛି। ତାର କ'ଣ ଯାଏ ଆସେ କବି କେତେ ବଡ଼ ଆଉ ସେ କେଉଁ ଆୱାର୍ଡ଼ ପାଇଛି? ତାକୁ କେବଳ ଦରକାର ଯେ ତା ମନର ମାପକାଠି ଅନୁସାରେ ସେ କବିତା ହେଲା କି ନାହିଁ। ସେଥିପାଇଁ ସେ ଏଇ ଶୁଦ୍ଧିକରଣ ଯେତେବେଳେ କରେ କବିତା ଆଉ ଥରେ ତାର କଡ଼ରେ ଉଠାଏ, ଆଉ ସେଇଟା ବୋଧହୁଏ ଅନ୍ତିମ ଥର ହେଲା କବିତା। କାରଣ ଯେଉଁ ପାଠକ ଯେତେବେଳେ ପଢ଼ିବ ତାର ସେ ସ୍ୱତନ୍ତ୍ରତା ଅଛି, ସେ ସେଇ ଅନୁସାରେ ସେ କବିତାକୁ ନିଜେ ନିଜେ ବଦଳେଇ ପାରିବ। ଏଇଟା ଗୋଟେ କବିତାର ଗୋଟେ ଅଦ୍ଭୁତ ଆଲକେମି। ବିଭିନ୍ନ କେମିକାଲ ଜିନିଷ ଯେମିତି ବିଭିନ୍ନ ଗୁଣ ଥାଏ, ଗୋଟେ ଗୋଟେ କବିତାର ଗୁଣ। ଆଉ ଗୋଟେ ଆଶ୍ଚର୍ଯ୍ୟ କଥା ହେଲା, ଏତେ କଲା ସତ୍ତ୍ୱେ ବି ଏମିତି କେଉଁ କବି ନାହିଁ ଯିଏ ତା ଜୀବନ କାଳରେ ଯେତେ ଛୋଟ ବା ଦୀର୍ଘ ତା ଜୀବନ କାଳ ହଉ ସେ କହିଦେଇ ଯାଇପାରିବ ଯେ ମୁଁ ଗୋଟେ ସବୁଠୁ ଭଲ କବିତା ଲେଖି ସାରିଛି। ମଲା ପର୍ଯ୍ୟନ୍ତ ଚେଷ୍ଟା କରେ, କିନ୍ତୁ ସବୁଠୁ ଭଲ କବିତା ତା ଜୀବନର ସେ କବି କେବେ ଲେଖିପାରେନି। ସେ କବି ଯଦି ଲେଖିପାରିବ ତାହେଲେ ସେ ରକମର କବି ନୁହେଁ ଯିଏ କବିତାର ପ୍ରେମରେ ଥିଲା ଆଉ ଯାହାକୁ କବିତା ଦଗ୍ଧ କରିକି ଯାଇଛି। ତାকে ସବୁବେଳେ ତାର ସେ ଅନୁଶୋଚନା ରୁହେ। ମୁଁ ଏତେ ଚେଷ୍ଟା କଲି କିନ୍ତୁ ମୋର ସବୁଠୁ ଭଲ କବିତା ମୁଁ ଆଜି ପର୍ଯ୍ୟନ୍ତ ଲେଖିପାରିବି, ସେଟା ଅଲେଖା ରହିବ। କବିତା ସମ୍ପର୍କରେ କହିଲା ବେଳେ ଏଇ ଦୁଇଟା ସାଧାରଣ ଗୁଣ ମୋ ମନ ଭିତରକୁ ଆସିଲା। ମୋତେ ଶୁଣିଲେ ତ ସେଥିପାଇଁ
অনেক ধন্যবাদ। নমস্কার। ଏବେ ଆମର ମୁରବୀକୁ ଶୁଣିବାର ସମୟ। ଆଜିର ମଞ୍ଚର ମୁରବୀ, ଆମ ଓଡ଼ିଆ ଭାଷା ସାହିତ୍ୟ ତଥା ସାମ୍ବାଦିକତା ଜଗତର ମୁରବୀ ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ ମହୋଦୟଙ୍କୁ ଶୁଣିବା। ନିବେଦନ ରଖିବି ସାର୍ ତାଙ୍କର ଅଭିଭାଷଣ ରଖିବେ। ସାର୍। शुभ संध्या विलंबित शुभ संध्या सभा प्राय अंतिम पर्यायर पहुंचला एवं एते सुंदर भाव में आपण मैंने दीर्घ समय धरिक आलोचना शुणिले ये भारी मंच मु देखु देखु कहली मंच एते ओजनदार कि कहबार ना जहाँ विषय समस्ते बारंबार कहते पुनरावृत्ति करने चाहूनी सबू किंवदंती व्यक्तित्व प्राय ये अच्छा रक्षक नायक जे निज समस्त विषय कहते धाड़े 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 कही निज विषय कहले ये हूँ आधुनिक ओडियार गोटे जहाँ नूतन धारार प्रवर्तक ओडिशा रे जो 2-3 जन ओडिया कविता को आधुनिक धारा देते आधुनिक ओडिया कविता से जड़े अग्रदूत पथ प्रदर्शक एवं आज ओडिशा रे सारस्वत जो भुवनेश्वर साहित्य संस्था आरंभ कर बहुत सारस्वत अनुष्ठान से गढ़ी तेणु ताकठू आरंभ कर किंवदंती व्यक्तित्वता जी अच्छा आमर कौन कहि से सार आमर थे जिते बाड़ी बिहार से आम थिलु सी से गले भारतीय प्रशासन से उत्तीर्ण होते कहते मोर गुरु विषय डॉक्टर श्रीरामचंद्र दास मुझे जाना पाइली सी आत्मीय सी आम मान प्रिय प्रोफेसर थे श्रेणी शुणापी आम सब व्याकुल होकर सब जहाँ प्रत्येक जहाँ स्मरण शक्ति विषय कहते प्रति पिलार रोल नंबर से शेष पर्यंत मन रखी देखिले कहती अरे तोर यहाँ तू ये तो रोल नंबर या तू या कही सब से गोटे व्यक्तित्व थे। तेणु आज जो मैंने अच्छा छंदा मिश्र कहतु इति सामंत इतिराणी सामंत जी कि ओडिशा रे मु कहबी सारस्वत संगठक सारस्वत संगठक थे सृष्टि कर बहु लेखक दंपति जरिए नुआ नुआ लेखक को सृष्टि कर बहुत किसी से ओडिया लेखा जोड़ी भाव में संगठन शक्ति से भाव में शरद दास विषय कौन कहबी से तो जड़े आयकर कमिशनर थे कि ओडिया साहित्य ओडिया कवितार जहाँ कहते शरद संध्या होता रवीन्द्र मंडल तेना भरपूर प्रेक्षालय होता से जणा आउ सब बड़ कथा हूँ जे आपणकर गुरुप्रसाद शतपथी विषय कहूँ गुरुप्रसाद शतपथी मनीषा टी लोक देखती कि गीत जी शुणी जो गीत से हिट सॉन्ग सब होता टंका कथा कहते गीत शुणिले जदि आप चकित हे कि ये पपुलार सॉन्ग सब से गीतिकार हिसाब से करते विभूति अच्छा गोटे ओडिया संवादक से संपादक एवं सब बड़ कथा लक्ष्मी चंद्र दास सी कि वर्ष को 2-3 कार्यक्रम करे साय हूँ गणमाध्य भाविला गणमाध्यम जन व्यक्तित्व को ठिया कर जहाँ विभूति आइला दम टे आसला कारण समस्ते कवि कि लक्ष्मी मत सब छाड़े ना कौटी सी भाविला सी तार नवीन कुमार दास हूँ तार गणमाध्यम ना जड़े अति सुदक्ष फटोग्राफर केवल नुहे लेखक कवि हिसाब से हूँ सब संगठन शक्ति तार असाधारण एवं से लक्ष्मीचंद्र सी हूँ नवीन कुमार दास सांबादिकता जगत एवं कविता हिसाब से लेखक हिसाब से कवि हिसाब से लक्ष्मीचंद्र दास लक्ष्मीकांत दास नवीन कुमार दास दुईटी ना से दुईटी ना से एत बड़ गोटे संगठन सका चली आप